ବିହାର ଲଖୀସରାଇରେ ଦଳା ଚକଟା 7 ଜଣଙ୍କ ମୃତ୍ୟୁ। ଶ୍ରାବଣ ସୋମବାରରେ ଅଶୋକଧାମ ମନ୍ଦିରରେ ଅଘଟଣ, ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବିହାର ଲଖୀସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳା ଚକଟା ଭଳି ସ୍ଥିତି ସୃଷ୍ଟି ହେବାରୁ ଅତି କମ୍ରେ 7 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଲଖୀସରାଇ ଏସ୍ଡିପିଓ ଶିବମ କୁମାର 7 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଶ୍ରାବଣ ସୋମବାର ହୋଇଥିବାରୁ ସକାଳୁ ସକାଳୁ ଅଶୋକଧାମ ଶିବ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଗବାନ ଶିବଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ହଜାର ହଜାର ଭକ୍ତ ମନ୍ଦିର ମୁହାଁ ହୋଇଥିଲେ। ସକାଳ ପ୍ରାୟ 6:45 ସମୟରେ ଅଘଟଣ ଘଟିଥିବା ରିପୋର୍ଟ ଆସିଛି। ପ୍ରାଥମିକ ସୂଚନା ଅନୁସାରେ ମନ୍ଦିର ପରିସରରେ ଏକ ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବା ପରେ ଭିଡ଼ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କିଛି ଲୋକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବା ଆଶଙ୍କା ହେବା ପରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଏକା ସାଙ୍ଗରେ ଦୌଡ଼ିବାକୁ ଲାଗିଥିଲେ। ଫଳରେ ଦଳା ଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପୋଲିସର ପ୍ରାଥମିକ ସୂଚନା। ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏସ୍ଡିପିଓ ଶିବମ କୁମାରଙ୍କ କହିବା ଅନୁସାରେ ବିଦ୍ୟୁତ୍ ଖୁଣ୍ଟ ପଡ଼ିବା ଓ କିଛି ଲୋକ ବିଦ୍ୟୁତ୍ ଆଘାତ ପାଇବା ପରେ ଦଳା ଚକଟା ଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ସବୁ ଦିଗରୁ ଯାଞ୍ଚ ପରେ ହିଁ ସଠିକ୍ କାରଣ କୁହାଯାଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଘଟଣ ପରେ ମନ୍ଦିର ପରିସରରେ ଚିତ୍କାର ଓ ଧାଁ ଦୌଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ब्यूरो रिपोर्ट विकल्प समाचार। आम चैनल को लाइक शेयर एवं सब्सक्राइब करंतु।